ଆମେରିକାର ଦାଦାଗିରିର ଧଜିଆ ଉଡ଼ାଇଦେଲା ଭାରତ। ଗୋଟିଏ ଧକ୍କାରେ ଭିସା ମାଷ୍ଟରକାର୍ଡର ଖେଳ ସାରିଦେଲା ଭାରତ। ଭାରତରେ ଗୋଟିଏ ସାଧାରଣ କ୍ୟୁଆର କୋଡ୍ ଦେଖି ଭୟରେ ଥରହର ହେଲେଣି ଦୁନିଆର ସବୁ ଶକ୍ତିଶାଳୀ ଦେଶ। ଆମେରିକାର ନିଦ ହଜାଇ ଦେଲାଣି ଭାରତରେ ପ୍ରସ୍ତୁତ ୟୁପିଆଇ ନାମକ ଏହି ଡିଜିଟାଲ ଅସ୍ତ୍ର। ଏବେ ଫ୍ରି ୟୁପିଆଇରୁ ଲକ୍ଷ ଲକ୍ଷ କୋଟି ଟଙ୍କା ରୋଜଗାର କରିବ ଭାରତ। ନମସ୍କାର ଦର୍ଶକ ବନ୍ଧୁ, ଯେଉଁ ଆମେରିକାର ଟେକ୍ନୋଲୋଜି ନାମରେ ଦୁନିଆର ଶକ୍ତିଶାଳୀ ଦେଶମାନେ ଥରୁଥିଲେ, ସେମାନେ ଆଜି ଭାରତର ଗୋଟିଏ ସାଧାରଣ ଦେଖାଯାଉଥିବା କ୍ୟୁଆର କୋଡ୍ରୁ ଭୟଭୀତ। ଦଶନ୍ଧି ଧରି ସାରା ଦୁନିଆକୁ ନିଜ ଡଲାର ଏବଂ ଦାମୀ କ୍ରେଡିଟ୍ କାର୍ଡ, ଭିସା ଓ ମାଷ୍ଟର କାର୍ଡ ଜାଲରେ ଛନ୍ଦି ଆରବ ଡଲାର ଲୁଟୁଥିବା ପଶ୍ଚିମାଞ୍ଚଳ ଦେଶଗୁଡ଼ିକର ଆର୍ଥିକ ଅହଙ୍କାର ଏବେ ଧୂଳିସାତ ହୋଇସାରିଛି। ଭାରତରେ ପ୍ରସ୍ତୁତ ୟୁପିଆଇ ନାମକ ଏହି ଡିଜିଟାଲ ଅସ୍ତ୍ର ରାତାରାତି ଆମେରିକୀୟ ଦାଦାଗିରିର ଧଜିଆ ଉଡ଼ାଇ ଦେଇଛି। ଏହା କୌଣସି ଭବିଷ୍ୟତର କଥା ନୁହେଁ, ବରଂ ଏପରି ଏକ ଭୟାନକ ସତ୍ୟ ଯାହାକୁ ହାର୍ଭାର୍ଡର ଅର୍ଥଶାସ୍ତ୍ରୀମାନେ ଆଜି ପର୍ଯ୍ୟନ୍ତ ଡିକୋଡ୍ କରିବାରେ ଝାଳ ବୁହାଇଛନ୍ତି। ସଂଖ୍ୟା କେବେ ମିଛ କହିନାହିଁ। ଅଗଷ୍ଟ 2026ର ତାଜା ତଥ୍ୟ ପଶ୍ଚିମାଞ୍ଚଳ ଦୁନିଆର ହୋସ ଉଡ଼ାଇ ଦେଇଛି। କେବଳ ଜୁଲାଇ 2026ରେ ୟୁପିଆଇ ମାଧ୍ୟମରେ 2366 କୋଟି ଟ୍ରାଞ୍ଜାକ୍ସନ୍ ହୋଇଛି, ଯାହାର ମୋଟ ମୂଲ୍ୟ ପ୍ରାୟ 30 ଲକ୍ଷ କୋଟି ଟଙ୍କା ଥିଲା। ଭାରତରେ ଦୈନିକ ହାରାହାରି 76 କୋଟି ଥର କ୍ୟୁଆର କୋଡ୍ ସ୍କାନ୍ ହେଉଛି। ଏହା କୌଣସି ବି ଦେଶ ପାଇଁ ଏକ ଆର୍ଥିକ ସୁନାମି ସଦୃଶ। ଯେତେବେଳେ ଆମେରିକାରେ ପେପାଲ୍ ଏବଂ ଚୀନରେ ଆଲିପେ ଭଳି ପ୍ରାଇଭେଟ୍ କମ୍ପାନୀଗୁଡ଼ିକ ନିଜର ଏକଚଟିଆ ଅଧିକାର ଚଳାଉଥିଲେ, ସେତେବେଳେ ଭାରତ ଦୁନିଆର ପ୍ରଥମ ଜିରୋ କୋଷ୍ଟ ସିଧାସଳଖ ବ୍ୟାଙ୍କ ଟୁ ବ୍ୟାଙ୍କ ସିଷ୍ଟମ ତିଆରି କରି ସମସ୍ତଙ୍କୁ ଧୂଳି ଚଟାଇ ଦେଇଛି। ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏତେ କୋଟି ଟ୍ରାଞ୍ଜାକ୍ସନ୍ ପରେ ବି ଏହି ସିଷ୍ଟମ କ୍ରାସ୍ କାହିଁକି ହୁଏ ନାହିଁ? ପୁରୁଣା ପଶ୍ଚିମାଞ୍ଚଳ ବ୍ୟାଙ୍କିଂ ପ୍ରଣାଳୀ ମୋନୋଲିଥିକ୍ ସର୍ଭର ଉପରେ ନିର୍ଭର କରୁଥିଲା, କିନ୍ତୁ ୟୁପିଆଇ ଏହାକୁ ଉପାଡ଼ି ଫିଙ୍ଗିଦେଲା। ଏହି ମାଇକ୍ରୋ ସର୍ଭିସେସ୍ ଏବଂ ଅତ୍ୟାଧୁନିକ ଆପାଚେ କାଫକା ଟେକ୍ନୋଲୋଜି ଉପରେ କାମ କରେ। ଭାର କୌଣସି ଗୋଟିଏ ସର୍ଭର ଉପରେ ନ ରହି ସାରା ଦେଶ ସାରା ବାଣ୍ଟି ହୋଇଯାଏ। ସୁରକ୍ଷା ମାମଲାରେ ଡିଭାଇସ୍ ବିଣ୍ଡିଂ, IMEI ଟ୍ରାକିଂ ଏବଂ AI ଚାଳିତ କି ଷ୍ଟ୍ରୋକ୍ ଡାଇନାମିକ୍ସ ଏହାକୁ ହ୍ୟାକ୍ କରିବା ଅସମ୍ଭବ କରିଦେଇଛି। ରାଷ୍ଟ୍ର କିମ୍ବା ଚୀନର ଭୟାନକ ହ୍ୟାକରମାନେ ବି ଆପଣଙ୍କ ଅସଲି ଫୋନ୍ ଏବଂ ସିମ୍ ବିନା ଟଙ୍କାଟିଏ ବି ଚୋରି କରିପାରିବେ ନାହିଁ। ଆମେରିକା ଏବଂ ୟୁରୋପ ଆଜି ବି ନିଜର ପୁରୁଣା ଟେକ୍ନୋଲୋଜିର ଗୁଲାମ, ଯେଉଁଠି ପେମେଣ୍ଟ ଏକ ପ୍ରାଇଭେଟ୍ ସର୍ଭିସ୍। ଏଠାରେ ବ୍ୟବସାୟୀଙ୍କ ଠାରୁ 1.5%ରୁ 3% ପର୍ଯ୍ୟନ୍ତ MDR ଆଦାୟ କରାଯାଏ। ଭାରତ ଏହାକୁ ଡିଜିଟାଲ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର ମାନି MDRକୁ 0% କରିଦେଲା। ଯଦି ଆଜି ଭାରତ ନିଜର କୋଟି କୋଟି ଟ୍ରାଞ୍ଜାକ୍ସନ୍ ଉପରେ 2% ବି କମିଶନ ନେଇଥାନ୍ତା, ତେବେ କମ୍ପାନୀଗୁଡ଼ିକର ତିଜୋରି ଭରି ଯାଇଥାନ୍ତା। ଭାରତରେ ଗୋଟିଏ ଜିରୋ ଚାର୍ଜ ନିଷ୍ପତ୍ତି ବିଦେଶୀ କମ୍ପାନୀଗୁଡ଼ିକର ଖର୍ବ ଡଲାର ସାମ୍ରାଜ୍ୟକୁ ରାତାରାତି କବାଡ଼ିରେ ପରିଣତ କରିଦେଇଛି। ଏହା କେବଳ ପେମେଣ୍ଟର ଖେଳ ନୁହେଁ, ଏହା ଭାରତର ଏକ ଭୟାନକ ଜିଓପଲିଟିକାଲ ଷ୍ଟ୍ରାଇକ୍। ଆମେରିକା ସବୁବେଳେ ସୁଇଫ୍ଟ ନେଟୱାର୍କ ବ୍ୟବହାର କରି ଦେଶଗୁଡ଼ିକୁ ଧ୍ୱଂସ କରିବାର ଧମକ ଦେଉଥିଲା। ଭାରତ ୟୁପିଆଇକୁ ସୁଇଫ୍ଟର ସିଧାସଳଖ ବିକଳ୍ପ ଭାବରେ ଦୁନିଆ ସାମ୍ନାକୁ ଛିଡ଼ା କରିଦେଲା। ଆଜି ଫ୍ରାନ୍ସର ଏଫିଲ୍ ଟାୱାରକୁ ନେଇ ଦୁବାଇର ମଲ୍ଗୁଡ଼ିକ ପର୍ଯ୍ୟନ୍ତ ସିଧାସଳଖ ଟଙ୍କାରେ ପେମେଣ୍ଟ ହେଉଛି ଏବଂ ଡଲାର ଏକଚଟିଆ ଅଧିକାର ଭାଙ୍ଗୁଛି। ଯେଉଁଠି ଚୀନ ଋଣର ଜାଲ ବିଛାଉଛି, ସେଠାରେ ଭାରତ ପେରୁ ଏବଂ ନାମିବିଆ ଭଳି ଦେଶଗୁଡ଼ିକୁ ମାଗଣାରେ ନିଜ ଟେକ୍ନୋଲୋଜି ଦେଇ ଗ୍ଲୋବାଲ ସାଉଥର ନିର୍ବିବାଦ ମସିହା ବନିଯାଉଛି। RBI ଆକ୍ରମକ ଅଭିମୁଖ୍ୟ ଗ୍ରହଣ କରି ସ୍ପଷ୍ଟ କରିଛି ଯେ ଭାରତୀୟଙ୍କ ଆର୍ଥିକ ଡାଟା ଦେଶର ସୀମା ଭିତରେ ହିଁ ରହିବ। ଯେତେବେଳେ ମାଷ୍ଟର କାର୍ଡ ଏହି ଡାଟା ଲୋକାଲାଇଜେସନ ନିୟମ ଉପରେ ଅନାକାନି କଲା, RBI ତାର ବାଟ ବନ୍ଦ କରି ନୂଆ ଗ୍ରାହକ ଯୋଡ଼ିବା ଉପରେ ବ୍ୟାନ୍ ଲଗାଇଦେଲା। ଇତିହାସରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଗୋଟିଏ ବିକାଶଶୀଳ ଦେଶ ଏକ ବିକାଶ ଆମେରିକୀୟ ଆର୍ଥିକ ସଂସ୍ଥାକୁ ତାର ଅସଲି ଔକାତ ଦେଖାଇଦେଲା। ଏବେ ପ୍ରଶ୍ନ ଉଠୁଛି, ଭାରତ ସରକାର ପ୍ରତିବର୍ଷ 300 କୋଟିର କ୍ଷତି ସହି ବି ଏହାକୁ ମାଗଣାରେ କାହିଁକି ରଖୁଛନ୍ତି? ବାସ୍ତବରେ ନୋଟ୍ ଛାପିବା ଏବଂ ଲଜିଷ୍ଟିକ୍ସରେ RBIର ବାର୍ଷିକ 25,000 କୋଟି ଟଙ୍କା ଖର୍ଚ୍ଚ ହେଉଥିଲା। ୟୁପିଆଇ ଏହି ଦୁଃସ୍ୱପ୍ନକୁ ଶେଷ କରିଦେଲା। ଏହାଛଡ଼ା ଡିଜିଟାଲ ପେମେଣ୍ଟ ଯୋଗୁଁ ପ୍ରତ୍ୟେକ ଲେନଦେନର ରେକର୍ଡ ରହିଲା। ଟ୍ୟାକ୍ସ ଚୋରି ଧରାପଡ଼ିଲା ଏବଂ ଅଣଆନୁଷ୍ଠାନିକ ଅର୍ଥବ୍ୟବସ୍ଥାର ସମାପ୍ତି ଘଟିଲା। ଏହାରି ଫଳସ୍ୱରୂପ ଆଜି ଭାରତର GST କଲେକ୍ସନ ପ୍ରତି ମାସରେ 2 ଲକ୍ଷ କୋଟି ଟଙ୍କାର ଆଙ୍କଡ଼ା ଅତିକ୍ରମ କରୁଛି। ସରକାର ଏବେ 10 ବର୍ଷ ଆଗର ଚିନ୍ତା କରୁଛନ୍ତି। ଇ ରୁପି ରୂପରେ
एपरि एक प्रोग्रामेबल अस्त्र तैयारी करा जाउछि जहाद्वारा दुर्नीतिर नाम निशान मिटिजिव। जदि सरकार कृषकों को खात पाई वाउचर पठाउछन्ति तेबे सेही टंका केवल खाता दुकान ही स्कान हेबो, अन्य कोनोसी दुकाने ताहा आपे आपे रिजेक्ट होइजिवो। टंका को एक सॉफ्टवेयर कोड रे बदलैबा भारत सिस्टम रो दुर्नीति उपरे एपर्यंत सबुठु बड़ एवं सठिक टेक्निकल सर्जिकल स्ट्राइक करिछि। आज अमेरिका छटपट हेबा एवं कांदिबा अमेरिकीय वाणिज्य प्रतिनिधि रिपोर्ट रे स्पष्ट देखा जाउछि। सेमाने अभियोग करुछन्ति जे भारतर मागणा टेक्नोलोजी सेमानक बाजार को छरकार कर देछि। भारतर यूपीआई एबे एपरि एक आर्थिक ब्रह्मास्त्र पलटि सारिछि जहाँ अमेरिका को जणाई देछि जे भविष्यतर आर्थिक नियम वाशिंगटन नुहे नुआ दिल्ली स्थिर हेबो। दर्शक बंधु ये खबर उपरे आपणकर मतामत कौन कमेंट सेक्शन में निश्चय जणातु। ए वीडियो को शेयर करी भारतर ये पॉजिटिव न्यूज को निया भली आगो को बढ़ातु एवं चैनल को सब्सक्राइब करंतु। रहिलु जय जगन्नाथ। ब्यूरो रिपोर्ट असीम ओडिशा लाइव। भाबुचंती कौन लाइक करंतु शेयर करंतु आ सब्सक्राइब करने को जमा भूलंतुनी।